ଏଇଟା ରବିବାର ଦିନର ଭିଡ଼ିଓଟେ। ରବିବାର କେତେ 21 ତାରିଖ ଥିଲା ପରି ଲାଗୁଛି। ଆଉ ଏଇଟା ହଜବେଣ୍ଡ ତାଙ୍କର ଷ୍ଟାଫ୍ ମାନଙ୍କ ସାଥିରେ ପିକନିକକୁ ଯାଉଛନ୍ତି ତ ଏ ପାଖରେ ରାବଣ ଦର ବୋଲିକିରି ଅଛି, ସେଠି ଯାଉଛନ୍ତି। ଆଉ ସମସ୍ତେ ଏଇଟା ଟିଫିନ୍ ସେଠି କରିବେ। କେତେ 50 ଜଣ ଆସିଛନ୍ତି। ହେଲେ ଝିଅକୁ ସେଇ ଟିଫିନ୍ ସେ ଯେଉଁ ବକ୍ସ ପରାଟା ସେଇଟା ଷ୍ଟେପଲର ମାର ବୋଲୁଛନ୍ତି। ଆଉ ଏଇଟା ହରବର ହେଇକିରି ସବୁ ଟିଫିନ୍ ମାନେ ଭରୁଛନ୍ତି। ଘରର ସମସ୍ତେ ଲାଗି ପଡ଼ିଛୁ। ଏଇଟା ମୋର ମା ସବୁ ସେ ଟିଫିନ୍ ବକ୍ସରେ ଭରି ଦେଉଛନ୍ତି। ଏପଟେ ଆଙ୍କେ ବ୍ୟାଗରେ ସବୁ ସାଇଜ୍ କରି ରଖୁଛନ୍ତି। ମୁଁ ବସିକିରି ଭାଷଣ ମାରୁଛି। ଏମିତି ଚାଲିଛି। ଏଟା ରବିବାର ଦିନ ଭିଡ଼ିଓଟେ ଛୋଟିଆଟା ଥିଲା, ଏଡ଼୍ କରିଦେଇଛି। ଏଇଟା ମୋ ପାଇଁ ଚୁଡ଼ା ଉପମା ଟିକେ ଚୁଡ଼ା କଦଳୀ ଟିକେ ଚଟକିବି ବୋଲିକିରି ଚୁଡ଼ାକୁ ଧୁଆ ଧୋଇ କରିକିରି ସବୁ ରେଡ଼ି କରୁଛି। ଆଉ ଚଟକା ଚଟକି କରି ଖାଇଦେବି। ଆଜି ତ ପାଗ ଟିକେ ମେଘୁଆ ମେଘୁଆ ହେଇଛି। ଆଉ ମେଘୁଆ ପାଗରେ ଆଉ କ'ଣ କରିବା, ଠକ ଲାଗୁଛି ଜଳଖିଆ ପତ୍ର କରିବା ପାଇଁ ବି। ଏଇଟା ଦେଖନ୍ତୁ କଦଳୀ ଗୋଟେ ବି ଚଟକି ଦେଉଛି। ଚିନି ଟିକେ ପୁରା ପକେଇଲି। ଏମିତିରେ ତ କଦଳୀ ମିଠା, ସେଥିପାଇଁ ଟିକେ ପୁରା ଚିନି ପକେଇ ଦେଇଛି। ଆଉ ଖାଇଦେବା କଥା ଚଟକା ଚଟକି କରିକିରି। ଏଇଟା କେବଳ 23 ତାରିଖ ଭିଡ଼ିଓ। ଆଜି 23 ତାରିଖ ହେଲା। ଆଜି ଅଫିସଟା ଛୁଟି ଅଛି। ଏଇଟା ଦେଖନ୍ତୁ ଆମର କାମ ସବୁ ଆରମ୍ଭ ହେଇଛି। ବାଡ଼ିପଟେ ସବୁ ବାସନ ମଜାମଜି ସରେଇଲେ ଆଉ ସେ ଝାଟାଝୁଟି ସବୁ କରିଦେଉଛନ୍ତି। ସକାଳର କାମ ତ। ହ୍ୟାଲୋ ଫ୍ରେଣ୍ଡସ୍, ନମସ୍କାର। ସ୍ୱାଗତ ଜଣାଉଛି ଆଉ ଗୋଟେ ନୂଆ ବ୍ଲଗ୍କୁ। ଆଜି ହେଲା 23 ତାରିଖ ଆଉ ମଙ୍ଗଳବାର। ଟାଇମ୍ ହେଇକରି 9ଟା ହେଲାଣି। ଏବେ ମୁଁ ଏଇ ଚୁଡ଼ା ଆଉ କଦଳୀକୁ ଚଟକିକିରି ଖାଉଛି। ଆଜିର ପାଗ ତ ମେଘୁଆ ମେଘୁଆ ହେଇଛି। ଟିଫିନ୍ କିଛି ଘରେ ବନା ହିଁ ନାହିଁ, କିଛି ନାହିଁ। ମୁଁ ଚୁଡ଼ା କଦଳୀ ଚଟକି ଖାଇ ଦେଉଛି। ମା ଯେ ଅଟା ଚକୁଳି କରି ଖାଇବେ। ଝିଅ ଟିଫିନ୍ କେକ୍ ନେଇକିରି ତା ସ୍କୁଲକୁ ଯାଇଛି। ଏମିତି ଚାଲିଛି ଆଉ। ଆସନ୍ତୁ ତାହେଲେ ଖାଇଦେବା। ମୋ ଦେହ ଟିକେ 2 ଦିନ ହେଲା ଖରାପ ଥିଲା। ପେଟ ଗଡ଼ମଡ଼ ଥିଲା। ସେଥିପାଇଁ 2-3 ଦିନ ହେଲା ଚୁଡ଼ା ଆଉ କଦଳୀ ଚଟକା ଏକା ଖାଉଛି। ତେଲ ମସଲା ସବୁ ଟିକେ କମ୍ ହେଇଯାଇଛି। ଆଉ ତରକାରୀରେ ବି ଆଉ ଚଟକା ଖାଉଛି। ଆଉ ତରକାରୀ ମସଲା ତରକାରୀ ସେତେ ଖାଉନାହିଁ। ଦିନରେ ବି ମଶା ଚାବିବାଟା ଆରମ୍ଭ ହେଇଗଲାଣି। ଆଜି କ'ଣ ରୋଷେଇ ହେବ କିଛି ଡିସାଇଡ୍ ହେଇନାହିଁ। ଚୁଡ଼ା କଦଳୀ ଟିକେ ଖାଇଦେଲା ପରେ ତାପରେ ଡିସାଇଡ୍ କରିବା ରୋଷେଇ କାମ।
ମୁଁ ଏଇଟା ଶାଗ ବାଛୁଥିଲି ଆଉ ମିଟୁ ଆସିଲା ହେଲେ ସେ ଟିକେ ଖେଳୁ ବୋଲିକି ତାକୁ ଟିକେ ଛାଡ଼ିଦେଲି। ତାର ଖେଳ ଟିକେ ଦେଖନ୍ତୁ। ଜରିରେ ଯେଉଁ ପରିବା ଥିବ ଧାଇଁ ଆସିକିରି ଏମିତି ଏକା ଖେଳୁଥିବ ସିଏ। କେତେ ଖୁସିରେ ଖେଳୁଛି। ହେଲେ ଖେଳୁଥାଉ, ତାକୁ ଆମେ ଖାଲି ଖୋଲାରେ ଏକା ଛାଡ଼ି ଥାଉଛୁ। କେତେବେଳେ କେମିତି ସେ ପିଞ୍ଜୁରାରେ ରଖୁଛୁ। ସକାଳେ ପବନ ଟିକେ ବାଜିବ ବୋଲି ସକାଳେ ଟିକେ କାଢ଼ି ଥାଉଛୁ ପିଞ୍ଜରାରେ ବାହାରେ। ତାକୁ ବାହାରେ ବୋଲେ ବଡ଼ ଡର। ଏମିତି ସେ ଘର ଭିତରେ ଥିବ, ପିଞ୍ଜରାରେ ରହିଲେ ବାୟା 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 ହେଇଯିବ। ପିଞ୍ଜରାରୁ ପିକି କାଢ଼ ବୋଲବ। ତାକୁ ସବୁବେଳେ ଘର ଭିତରେ ଖୋଲାରେ ଛାଡ଼ୁଛୁ। ଆଉ ବାହାରେ ରଖିଲେ ବି ଖୋଲାରେ ଛାଡ଼ିଥାନ୍ତୁ। ବିଲେଇ ଅଛି, କେତେବେଳେ ଚାପି ଦେବ ବୋଲିକିରି। ଦେଖ ଏଇଟା ଆମର ଖଟକୁ ପିନ୍ଧା ପିନ୍ଧି କରିଦେଉଛନ୍ତି। ବେଲୁରୁ ଗନ୍ଥା ଚାଲିଛି, ଏମିତି କରି ଗନ୍ଥୁଛନ୍ତି। ବେଲୁରୁ ଗନ୍ଥା ହବ ଖଟରେ। ତାପରେ ଖଟ କେମିତି ଦେଖାଯିବ ସୁନ୍ଦର ଚିକ୍କଣ ଚାକଣ। ଆଳୁ ଝୋଳ ପଥର ଆଳୁ ମାନେ ମିଠା ମିଠା ବାହାରୁଛେ ନାଇଁ କି? ସେ ଖମ୍ବ ଆଳୁ ପରା ଏକା ଖମ୍ବ ଆଳୁ ବୋଲୁଛି, କନ୍ଦମୂଳ କନ୍ଦା ପରା ଏକା ଲାଗୁଛି। ନା କୁଣା ମିଠା ଯେ ମିଠା, ସେ ମିଠା ଖାଇ ହେବନି ସେମିତି ମିଠା ଆଳୁ। ଭାଜିଲେ ବି ତାର ଟେଷ୍ଟ ନାହିଁ କି କିଛି ଟେଷ୍ଟ ନାହିଁ। ଆହୁରି ଭାରି ପଡ଼ିଲା ଏକା ନାଇଁ କି? ବିଜାର ଏମିତି କେତେଟା କଲର ହେଇଗଲା। ଇନ୍ଦ୍ରଧନୁର 7 ରଙ୍ଗ। ଦେଖ ଆମର ଖଟ ଅଧା ଅଧି କେତେ ସୁନ୍ଦର ଦିଶିଲା। ପୁରା ହେଲେ କେତେ ସୁନ୍ଦର ଝାଇଁ କରିବ। ଖଟ ଗୁନ୍ଥିବାଟା ଫାଇନାଲ ସରି ଆସିବଣି, ଟିକେ ଅଛି। ଏଇଟା ସରିଗଲା ଆମର ଖଟ ଗୁନ୍ଥା। ଦେଖ କେଡ଼େ ସୁନ୍ଦର ଦିଶୁଛି। ନୂଆ ବର୍ଷରେ ନୂଆ ଖଟ ନୂଆ ବେଲୁନ ହେଇକିରି ଅଛି। ଏଠି ଏବେ କେତେ ଜିନିଷ ଶୁକାଶୁକି ହେବ। ବଡ଼ି ପକା ହବ। ଶୁକେଇଲା ବେଳକୁ ବଡ଼ି ପକେଇଲା ବେଳକୁ ଦେଖେଇବି ହେଲା।